ଚକୁଆ ଗ୍ରାମରେ ଜୟ ବଜରଙ୍ଗ ବାଲିଙ୍କ 10ମ ଜନ୍ମୋତ୍ସବ ପାଳିତ। ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଚକୁଆ ଜୟ ବଜରଙ୍ଗ ବାଲିଙ୍କ 10ମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି ଉତ୍ସବ ପ୍ରତିବର୍ଷ ଭଳି ଚକୁଆ ଗ୍ରାମର ସମସ୍ତ ଅନୁଷ୍ଠାନୀ ପ୍ରେମୀ ଯୁବକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାଡମ୍ବରରେ ପାଳିତ ହେଉଛି। ବଜରଙ୍ଗ ବାଲିଙ୍କ ଏହି ଜନ୍ମ ଉତ୍ସବରେ କର୍ତ୍ତା ଭାବେ ଶିଶିର କୁମାର ଚକ୍ରବର୍ତ୍ତୀ ଓ କର୍ତ୍ତୀ ଭାବେ ଭାନୁମତୀ ଚକ୍ରବର୍ତ୍ତୀ ଯୋଗଦେଇ ସୁଚାରୁ ରୂପେ ପାଳନ କରିଥିଲେ। ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ବିରାଟ କଳସ ଶୋଭାଯାତ୍ରା ବ୍ରାହ୍ମଣମାନଙ୍କ ଗ୍ରହଣରେ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା ଓ ତାପରେ ସୂର୍ଯ୍ୟ ପୂଜା, ଗୋପୂଜା, ଷୋଡ଼ଶୋପଚାର ପୂଜା, ଗୀତାପାଠ, ଚଣ୍ଡୀପାଠ ଇତ୍ୟାଦି କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିସହ ପ୍ରତିବର୍ଷ ଭଳି ବିଶିଷ୍ଟ ଗାୟକମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଓ ବିଶିଷ୍ଟ ପ୍ରବଚକମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯଜ୍ଞସ୍ଥଳରେ ଦୋକାନ ବଜାର ଓ ଦୋଳି ଇତ୍ୟାଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ଗୁରୁବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କର୍ତ୍ତାମାନେ ପ୍ରକାଶ କରିଛନ୍ତି। ଚକୁଆ ଗ୍ରାମର ତପନ ଜେନା, ସନ୍ତୋଷ ଜେନା, ଧନଞ୍ଜୟ ଚକ୍ରବର୍ତ୍ତୀ, ବିଜୟ ଦଳାଇ, ଗୌରହରି ରାୟ, ଅମୂଲି ସାମଲ, ଋତୁପୂର୍ଣ୍ଣ ଜେନା, ବିପିନ ଜେନା, ପଦ୍ମଲୋଚନ ଜେନା, ପଙ୍କଜ ସାମଲ, ସଞ୍ଜୟ ସାମଲ, ଅଚ୍ୟୁତ ମହାନ୍ତି, ହିମାଂଶୁ ଭୂଷଣ ପାତ୍ର ଓ ପ୍ରଶାନ୍ତ ପାଳ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।